ଆଜି ମୁଁ ଆଉ ଗୋଟେ ରେସିପି ନେଇ ଆସିଛି ଆପଣମାନଙ୍କ ପାଇଁ। ସେଇଟା ହେଉଛି ଶାଗ ମୁଗ। ଏ ବହୁତ ହେଲ୍ଦି ଆଉ ଟେଷ୍ଟି ବି। ସେଥିପାଇଁ ମୁଁ କିଛି ଫ୍ରେଶ୍ ସଜନା ପତ୍ର ନେଇ ଆସିଛି। ସଜନାର କାଠିରୁ ଶାଗ ଗୁଡ଼ିକୁ ଅଲଗା କରିନେଲି। ତାପରେ ମୁଁ ଗୋଟେ କପ୍ ମୁଗ ଡାଲି, କଞ୍ଚା ମୁଗ ଡାଲି ନେଇକି ତାକୁ ବ୍ରାଉନ୍ କଲର୍ ହେବା ଯାଏ ଭାଜି ନେଲି। ଏବେ ମୁଁ ଗୋଟେ କପ୍ ମୁଗ ଡାଲି ପାଇଁ 2.5 କପ୍ ପାଣିକି ଗରମ କରିବା ପାଇଁ ରଖିଦେଇଛି ଗ୍ୟାସରେ। ପାଣି ଗରମ ହେଲା ପରେ ମୁଗ ଡାଲି ଧୋଇକି ତାକୁ ସେ ପାଣିରେ ଦେଇଦେଲି। ତ ଏଇଠି ଧ୍ୟାନ ରଖିବେ, ପାଣି ସବୁବେଳେ ମୁଗ ଡାଲିର 1-2 ଇଞ୍ଚ ଉପରେ ରହିଥିବା ଦରକାର। ତାପରେ ଏଠି ହଳଦୀ ଗୁଣ୍ଡ 1 ଚାମଚ, ଆଉ ଏଠୁ ଫେଣ ଗୁଡାକ କିଛି ଝାଗ ଉପରେ ଥିବ ଯୋଉଟା କି ସ୍ୱାସ୍ଥ୍ୟ ପାଇଁ ଭଲ ନୁହଁ, ତ ମୁଁ ସେଠୁ ବାହାର କରିନେଲି। ତାପରେ ଲୁଣ ବି ଦେଇଥିଲି 1.5 ଚାମଚ। ଆଉ ଏଠି ପରିବାରେ ମୁଁ ଜହ୍ନି 5 ଇଞ୍ଚର ଜହ୍ନି, ଟମାଟୋ ଗୋଟେ ଛୋଟଟେ ଦେଇଛି। ଆପଣ ଚାହିଁଲେ ପରିବା ବି ସ୍କିପ୍ କରିପାରିବେ, ଆଉ କିଛି ମନପସନ୍ଦର ପରିବା ବି ଆଡ୍ କରିପାରିବେ, ଯେମିତିକି କଖାରୁ ହେଲା, ସାରୁ ହେଲା, ଦେଶୀ ଆଳୁ ହେଲା। ତ ଏଇଠି ମୁଁ ତଡ଼କା ପାଇଁକା ରସୁଣ 5ଟି ନେଇଥିଲି, କଞ୍ଚା ଲଙ୍କା 2ଟି, ତାକୁ ଛେଚିକି ରଖିଦେଲି। ଏବେ ଚାଲନ୍ତୁ ତଡ଼କାର ପ୍ରସ୍ତୁତି କରିବା। ତ ମୁଁ ଏଠି ସୋରିଷ ତେଲ 2 ବଡ଼ ଚାମଚ ଦେଲି। ତା ଦେହରେ 5 ଫୁଟଣ 1 ଚାମଚ, ଶୁଖିଲା ଲଙ୍କା 3ଟି, ଏଠି 2ଟି ମୁଁ ପଛରେ ଆଡ୍ କରିଛି ଗୋଟେ। ତାପରେ କିଛି ଛୋଟ ଛୋଟ କଟା ପିଆଜ, ଗୋଟେ ବଡ଼ ପିଆଜଟେ କାଟିଥିଲି। ତ ପିଆଜ ଆଉ ଶୁଖିଲା ଲଙ୍କା ତାକୁ ସବୁ ଭଲକି ଭାଜି ନବା। ଦେଖିବେ ଯେତେବେଳେ ପିଆଜଟି ବ୍ରାଉନ୍ କଲର୍ ଆସିବା ଯାଏ ଆପଣ ଭାଜିବେ, ତାକି ତାର କଞ୍ଚା ସ୍ମେଲଟା ରହିବନି। ଏହି ସମୟରେ ଆପଣ ରସୁଣ ଆଉ କଞ୍ଚା ଲଙ୍କାର ଯୋଉ ଦରଦରା ଛେଚାଟା କରିଥିଲେ ସେଠି ଆଡ୍ କରିଦେବେ। ଏବେ 1 ମିନିଟ୍ ଯାଏ ଟିକେ ଭାଜିବା, ସ୍ଲୋ ଆଞ୍ଚରେ କୁକ୍ କରିବା। ତାପରେ ଆମେ ଯୋଉ ସଜନା ପତ୍ର ରଖିଥିଲେ ତାକୁ ମୁଁ ଧୋଇ ନେଇଥିଲି। ଯଦି ଆପଣଙ୍କର ଡେମ୍ଫ ରହୁଛି ବେଶୀ, ତାହେଲେ ଆପଣ ଟିକେ କାଟି ନେବେ। ମୁଁ ଏତେ ଡେମ୍ଫ ରଖିନଥିଲି, ସେଥିପାଇଁ ଏତେ କାଟିନି, ଗୋଟା ଆଡ୍ କରିଦଉଛି। ତାପରେ ଲୁଣ ଆମେ ଡାଲିରେ ସିଝେଇଥିଲେ, ସେଥିପାଇଁ ଆପଣ ସ୍ୱାଦ ଅନୁଯାୟୀ ଦେଖିକି ଲୁଣ ପକେଇବେ। ମୁଁ ଏଠି 1/2 ଚାମଚ ଲୁଣ ଦେଲି ଶାଗ ଆଉ ତଡ଼କା ପାଇଁକା। ଏବେ ମୋର ଶାଗରୁ ମୋଷ୍ଟଲି ପାଣି ମରିଗଲାଣି। ଏପଟେ ମୋର ଡାଲି ବି ସିଝିଗଲାଣି, ଡାଲି, ଟମାଟୋ ଆଉ ଜହ୍ନି। ତ ଏଇ ଟାଇମ୍ରେ ମୁଁ ଡାଲିକୁ ଆଡ୍ କରିଦେଲି ତଡ଼କା ଆଉ ଶାଗ ସାଙ୍ଗେ। ତ ଏବେ ସ୍ଲୋ ଆଞ୍ଚରେ କିଛି ସମୟ କୁକ୍ କରିବା। ଏଇଠି ମୋର 2ରୁ 3 ମିନିଟ୍ ହେଇଗଲାଣି। ଏବେ ଗୋଟେ ବାଉଲକୁ ଗରମ ଗରମ ସର୍ଭ କରି ନେବା। ଦେଖନ୍ତୁ ଟେକ୍ସଚର ଏମିତି ହିଁ ରହିଲେ ଭଲ ଲାଗିବ। ବେଶୀ ପାଣି ଦେଇଦେଲେ ବି ଭଲ ଟେଷ୍ଟ ଲାଗେନି, କି ବେଶୀ କାଠୁଆ ହେଲେ ବି ଭଲ ଲାଗେନି। ତ ଏଇ କନସିଷ୍ଟେନ୍ସିରେ ଆପଣ କରିବେ, ଦେଖିବେ କେତେ ଟେଷ୍ଟ ଲାଗିବ। ଆପଣ ରୁଟି କିମ୍ବା ଭାତ ସହ ସର୍ଭ କରିପାରିବେ। ଏଇଠି ଆମର ପ୍ରସ୍ତୁତ ହେଇଗଲା ଶାଗ ମୁଗ।